ରଞ୍ଜିତା ମାଟି ମା ବକ୍ଷ ବୀର ପୁତ୍ର ଜନନୀର ଶତ୍ରୁର କତେ ଖେଳିଥିଲେ ହୋରି ବଳି ଦେଇ ନିଜ ଶିର ସେ ଅମର ଗାଥା ଏବେ ବି ଶୁଣାଏ ସେ ଅମର ଗାଥା ଏବେ ବି ଶୁଣାଏ ଇତିହାସ ମାଟିର ଏଇ ମାଟିର ଇତିହାସ। ସମୟର ଉତ୍କ୍ଷିପ୍ତ ଘୂର୍ଣ୍ଣିବଳୟ ଧ୍ୱଂସ ଆଉ ବିନାଶର ମର୍ମାନ୍ତିକ ବିଭୀଷିକା ଆଉ ସେ ବିଭୀଷିକାର ଭୟଙ୍କର ମୁଖ ବ୍ୟାଦାନ ଭିତରେ ହଜିଯାଇଛନ୍ତି ଅନେକ ଓଡ଼ିଆ ବୀର ଯୁଦ୍ଧଖୋର କ୍ଷତ୍ରିୟ ଆଉ ଅନେକ ସାମନ୍ତ ରାଜା କେବଳ ଶତ୍ରୁ କବଳରୁ ଓଡ଼ିଶାକୁ ରକ୍ଷା କରିବା ପାଇଁ। ଲିଭିଯାଇଛି ଅନେକ ସୀମନ୍ତିନୀଙ୍କ ସୀମନ୍ତରୁ ରକ୍ତିମ ସିନ୍ଦୁର ରେଖା ତୁଟିଯାଇଛି ହାତର ଶଙ୍ଖା ନବବଧୂର ପାଦର ଅଳତା ଲିଭିନି ହାତର ମେହେନ୍ଦି ହେଲେ ଅକ୍ଷତ ଯୌବନକୁ ଆବୃତ କରି ରଖିଛି ଧଡ଼ିହୀନ ଧବଳ ଶାଢ଼ୀ ଖଣ୍ଡିଏ। ଛାତି ତଳେ ବୈଧବ୍ୟର ଅସମାପ୍ତ ଯନ୍ତ୍ରଣା ଦୁଃଖର ଅନେକ କୋହ ଆଖିରୁ ଝରିଛି ଅମାନିଆ ଲୁହର ଶ୍ରାବଣ ତଥାପି ସେ ବଞ୍ଚି ରହିଛି ଛାତିକୁ ପଥର କରିଦେଇ। ଗର୍ବରେ ଫାଟିପଡ଼ି ସେ ଭାବିନିଏ ସେ ବୀର ରମଣୀ ମାଟି ମାର ମାନ ରକ୍ଷା ପାଇଁ ସେ ତାର ସ୍ୱାମୀ ଦିଅର ବା ପୁଅମାନଙ୍କୁ ବୀର ବେଶରେ ସଜେଇ ଦେଇ କପାଳରେ ଆଙ୍କି ଦେଇଛି ବିଜୟ ତିଳକ ସଗର୍ବେ ପଠେଇ ଦେଇଛି ରଣକ୍ଷେତ୍ରକୁ। ସେତେବେଳେ ସେ ଚିନ୍ତା କରିନି ତାର ଅତି ନିକଟ ସମ୍ପର୍କର ମଣିଷଟି ଆଉ ତା ପାଖକୁ ଫେରିବ ବା ନାହିଁ। ଏଇ ତ ଓଡ଼ିଆ ବୀର ନାରୀର ମହାନତା। ଏମିତି ଜଣେ ମହିୟସୀ ନାରୀ ସରଦେଇ ଯାହାର ଅମ୍ଳାନ ସ୍ମୃତିକୁ ସାଇତି ରଖିଛି ସରଦେଇପୁର ଗାଁ। କେହି ନ ଜାଣିଲେ ବି ଏ ମାଟିର ଇତିହାସ ଚିହ୍ନିଛି ସରଦେଇକୁ। ଏଯାବତ୍ ନିଜ ଜୀର୍ଣ୍ଣ ପୃଷ୍ଠାରେ ସାଇତି ରଖିଛି ସେ ମଧୁର ନାମର ଲହୁ ଲୁହବୋଳା ଜୀବନ କାହାଣୀକୁ ତାର ନିଃସ୍ୱାର୍ଥପର ତ୍ୟାଗର ଗରିମାକୁ। କାହିଁକି ଆଜି ସେ ସର୍ବହରା? କିଏ ତାକୁ ସଜେଇ ଦେଇଛି ଏମିତି ବେଶରେ? ସରଦେଇ ଜୀବନ ଯାତନାର ଅପ୍ରତିହତ ସ୍ରୋତର ପ୍ରତିକୂଳ ଗତିରେ ଭାସି ଭାସି ବେଳେ ବେଳେ ମନେ ପକାଏ ତାର ଅତୀତକୁ। ମାଲକୁଦା ଗାଁରେ ତାର ଶାଶୁଘର। ଲଢ଼େଇ ଗୋଳରେ କେତେ ବଡ଼ ଗାଁଟା ନଷ୍ଟ ହୋଇଗଲା। ସେଇ ଗାଁକୁ ଦିନେ ସେ ପୁଆଣି ହେଇ ଆସିଥିଲା ନୂଆ ସଂସାର ଗଢ଼ିବା ପାଇଁ। ସାଧବ ବୋହୂ ପରି ନାଲି ଟୁକୁଟୁକୁ ସେଇମିତି ଲାଜକୁଳି। ଦେହରେ ନାଲି କସ୍ତାର ବେଢ଼ଣ, ପାଦରେ ନାଲି ଅଳତା, ମୁଣ୍ଡରେ ଗୋଳା ସିନ୍ଦୁର, ଓଠରେ ନାଲି ପାନବଳା, ଆଖିରେ ଆଖିଏ ସ୍ୱପ୍ନ। ପାହିନି ଚଉଠି ରାତି। ପାଇକାଳ ଗାଁରେ ବାଜି ଉଠିଲା ଧୁମ୍ସା ମର୍ଦ୍ଦଳ ଆଉ ବୀର କାହାଳି। ବାଦ୍ୟଯନ୍ତ୍ରର ନିର୍ଘୋଷ ଦେଉଥିଲା ଲଢ଼େଇକୁ ବାହାରିବା ପାଇଁ ସଙ୍କେତ। ଘରେ ଘରେ ସାଜସଜ୍ଜାର ଗହଳି। ସରର 3 ଦେଢ଼ଶୁର ଆଗରୁ କେତେ ଲଢ଼େଇ ଗୋଳରେ ପ୍ରାଣ ହରାଇଥିଲେ। ପାଇକ ପୁଅ ସେମାନେ। ଲଢ଼େଇରେ ମୁଣ୍ଡ କାଟିଦେବା ପାଇଁ ସେମାନେ ଯେପରି ଜନ୍ମ ହୋଇଥିଲେ। ଗୋଟିକ ପରେ ଗୋଟିଏ 3 ପୁଅଙ୍କୁ ହରେଇ ଶାଶୁ ପାଗଳି ହୋଇଗଲେ।
ସାନ ପୁଅକୁ ହାତଛଡ଼ା କରନ୍ତେ କେମିତି। ନୂଆ ବୋହୂ ସରକୁ ଆକଟେଇ କହିଲେ, ଆଲୋ ହେ ସବା ଖେଇ ଝିଅ, ତୁ ଘରେ ପାଦ ନ ଦଉଣୁ ପୁଅଟା ଲଢ଼େଇକି ବାହାରିଲାଣି। ଆଉ କ'ଣ ସେ ନିଆଁ ନଗା ଲଢ଼େଇରୁ ଫେରିବ? ତୁ ହେଲେ ଟିକେ ତାକୁ ଅଟକାଇ ରଖ। ନୂଆ ବୋହୂ ସର ତା ସ୍ୱାମୀର ଚେହେରା ଭଲ କରି ଦେଖିବାର ସୁଯୋଗ ପାଇନଥିଲା। ରକ୍ଷଣଶୀଳ ପରିବାରର ନୂଆ ବୋହୂ କ'ଣ ବା କିପରି ମୁହଁ ଫିଟେଇ କହନ୍ତା? ସ୍ୱାମୀର ପାଦ ଦୁଇଟା ଧରି କଟା ଗଛ ପରି ଲୋଟି ପଡ଼ିଲା। କିଛି କହିପାରିଲା ନାହିଁ। ପାଇକ ଝିଅ ସେ, ଲଢ଼େଇର ଅନୁଭୂତି ଅଛି। ସେ ବି ଜାଣେ ଲଢ଼େଇ ଡାକରେ ଯେଉଁମାନେ ଘରୁ ବାହାରନ୍ତି ସେମାନେ ଆଉ ଫେରନ୍ତି ନାହିଁ। ତାର ବାପ, ଦାଦି ଆଉ ଭାଇକୁ ସେ ହରେଇଛି। ପାଇକାଳି ରକ୍ତରେ ମଧ୍ୟ ତାର ଦେହ ଆଉ ମନ ଗଢ଼ା। ତଥାପି ଯାହା ସହିତ ନୂଆ ସଂସାର କରିବା ପାଇଁ ସେ ଏ ଅଜଣା ଗାଁରେ ଦିନେ ପାଦ ଦେଇଥିଲା, ତାକୁ ନିଜ ହାତରେ ଚିତା ସିନ୍ଦୁର ପିନ୍ଧେଇ ଦୁବ ଅକ୍ଷତରେ ବନ୍ଦାପନା କରି ନିଶ୍ଚିତ ମରଣ ମୁହଁକୁ ଠେଲି ଦେବା ପାଇଁ ତା ଅନ୍ତରାତ୍ମା ସେତେବେଳେ ଚିତ୍କାର କରି ଉଠୁଥିଲା। ସତେ କ'ଣ ସେ ତାର ସ୍ୱାମୀକୁ ଅଟକେଇ ରଖିପାରିଲା? ନବବଧୂର ପ୍ରଥମ ପ୍ରଣୟର ଉତ୍ତେଜନାରେ ସେ କ'ଣ ସ୍ତ୍ରୀର ମନ ବାସନାକୁ ଚରିତାର୍ଥ କରିବା ଆଶାରେ ଅଟକି ରହିଗଲା? ରଣ ଦୁନ୍ଦୁଭି ବାଜିଲେ ଦେଶଭକ୍ତ ବୀର ପାଇକ ପୁଅର ରକ୍ତ ଟକମକ ହେଇ ଫୁଟେ। ସକଳ ବାଧା ବନ୍ଧନକୁ କାଟି ସେ ବାହାରି ପଡ଼େ ମାତୃଭୂମିର ମାନ ରଖିବା ପାଇଁ, ଶତ୍ରୁ ସଙ୍ଗେ ଲଢ଼େଇ କରିବାକୁ। ଶ୍ୱଶୁରଙ୍କୁ ବୟସ ହେଇଗଲାଣି, ତଥାପି ଥମିନି ଯୁଦ୍ଧର ନିଶା। ସବୁକିଛି ହରେଇ ଦେଇଥିଲେ ବି ଆଖିରୁ ଟୋପେ ଲୁହ ଝରିବାକୁ ଦେଇନି। କାଳେ ସାନ ପୁଅଟା ବୋହୂର ପ୍ରେମ ଜାଲରେ ଛନ୍ଦି ହେଇଯିବ, ସେଥିପାଇଁ ସେ ସୃଷ୍ଟି କଲା ଏକ ନାଟକୀୟ ପରିସ୍ଥିତି। କାଳିସୀ ଲାଗିଲା ପରି ଅଗଣା ଦୁଆରେ ନାଚି ନାଚି ଚିତ୍କାର କଲା, ଆରେ ତମେ ଗୁଡ଼ା ପାଇକ ପୁଅ ନା ବେହେରାଣିଆ ଛୁଆ ବେ? ପାଇକ ଆମେ, ଲଢ଼େଇରେ ଜାନ୍ ଦେବା ପାଇଁ ମୁଣ୍ଡ ଲେଖି ଦେଇଛୁ। ପଠାଣେ ଆସି ବଡ଼ ଦେଉଳ ଉପରକୁ ବାହିଲେଣି। ଓଡ଼ିଆ ଜାତିର ମଉଡ଼ମଣି, ଖୋର୍ଦ୍ଧା ରାଜା ଦେଶର ଇଜ୍ଜତ ଜଗନ୍ନାଥଙ୍କ ମାନ ରଖିବା ପାଇଁ ବଣ କାନ୍ତାରରେ ବୁଲୁଛି। ଲଢ଼େଇ ଡାକରା ଶୁଣି ତମେ ମାଇପଙ୍କ କାନି ତଳେ କ'ଣ ପଶୁଛ ବେ? ଠିକ୍ ତମ ମରଦ ପୁଣିଆକୁ। ସମ୍ଭାଳି ପାରିଲାନି ସର। ସ୍ୱାମୀ କପାଳରେ ଆଙ୍କିଦେଲା ଚିତା ସିନ୍ଦୁର କଲି, ପିନ୍ଧେଇ ଦେଲା କାଳିଜାଇଙ୍କ ଧଣ୍ଡାମାଳ, ଦୁବ ଅକ୍ଷତରେ ବନ୍ଦାପନା କରି ପଠେଇଦେଲା ଗାଁର ଅନ୍ୟ ପାଇକମାନଙ୍କ ସାଙ୍ଗରେ ରଣକ୍ଷେତ୍ରକୁ। ସେଦିନ କିନ୍ତୁ ମଙ୍ଗଳ ଶଙ୍ଖ ଫୁଙ୍କିବା ବେଳେ ଲୁହ ଆଉ କୋହରେ ତାର ଗଳା ରୁନ୍ଧି ହେଇ ଆସୁଥିଲା। ଲଢ଼େଇ ପଟୁଆରର ବୀର ତୁରୀ, କାହାଳି, ମାଦଳ ଓ ପାଇକମାନଙ୍କର କିଳିକିଳା ଯୁଦ୍ଧ ରଡ଼ି କ୍ରମେ ଗାଁ ମଣ୍ଡପରେ ମିଳେଇଗଲା। ତାପରେ ଯେଉଁଠି ଠିଆ ହେଇଥିଲା ସେଇଠି ମାଟି ଉପରେ ଗଛ କାଟିଲା ପରି ଟଳି ପଡ଼ିଲା ସର। ବହୁ ଦିନର ବହୁ ପ୍ରତୀକ୍ଷା, ହେଲେ ତା ସ୍ୱାମୀ ଆଉ ଫେରି ନଥିଲା। ଫେରିଥିଲା କେବଳ ତାର ପଟେ ଫରିଖଣ୍ଡା, ମାଳେ ଘାଗୁଡ଼ି ଆଉ ରକ୍ତଭିଜା ଖଣ୍ଡେ ସେରିପା, ସରଦେଇର ବଧୂ ଜୀବନର ଶେଷ ପାଉଣା। ସ୍ୱାମୀ ଲଢ଼େଇକୁ ଯିବାବେଳେ ପଦେ କଥା କହିଥିଲା, ବଞ୍ଚିଲେ ଏ ଜୀବନରେ, ନହିଲେ ଆର ଜନ୍ମକୁ ପୁଣି ଦେଖା। ଏଇ କଥା ପଦକ ସର ଖୁବ୍ ଯତ୍ନରେ ସାଇତି ରଖିଥିଲା ତା ଛାତି ତଳେ ତାର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ। ଅନ୍ତହୀନ ପ୍ରତୀକ୍ଷାରେ
ସେ ବଞ୍ଚିଥିଲା। ଦୁର୍ଭିକ୍ଷର କରାଳ କବଳରେ ଶାଶୁଘର ଗାଁଟି ନିଶ୍ଚିହ୍ନ ହୋଇଗଲା ପରେ ବଞ୍ଚିବା ପାଇଁ ବାଲୁଗାଁ ପେଣ୍ଠରେ ସରଦେଇ ଖୋଲିଛି ଚଟିଘରଟିଏ। ସେ ଅଞ୍ଚଳରେ ସରଦେଇର ଚଟିଘର ପ୍ରସିଦ୍ଧି ଲାଭ କରିଛି। ଶାଶୁ ନାହାନ୍ତି। ଅନାଥ ଜଗୁନି ସରଦେଇର ଏକମାତ୍ର ସାହା। ଜଗୁନି ଅନ୍ୟମାନଙ୍କ ପାଖରେ ଯେତିକି ରୁକ୍ଷ, ସରଦେଇ ପାଖରେ ସେତିକି ପିଲାଳିଆମି। ଗଲା ଆସିଲା ଲୋକେ ରାତିରେ ସେଇଠି ବିଶ୍ରାମ ନିଅନ୍ତି। ସରଦେଇ ସେମାନଙ୍କ ପାଇଁ ଖାଇବା ପିଇବା ରହିବାର ସବୁ ବ୍ୟବସ୍ଥା କରି 2 ପଇସା ଅର୍ଜନ କରେ। ଅଜଣା ଅଶୁଣା ସମସ୍ତେ। ସେ ପ୍ରଥମେ ସେମାନଙ୍କର ପରିଚୟ ମାଗେ। ସନ୍ତୁଷ୍ଟ ହେଲେ ରଖେ, ନହେଲେ ମନା କରିଦିଏ। ଅନେକ ଆସନ୍ତି ତାର ଅକ୍ଷତ ଯୌବନର ଲାଳସାରେ। ହେଲେ ଜଗୁନିର ବିକଟାଳ ରୂପ ଦେଖି ସେମାନଙ୍କର ଆଶା ମଉଳିଯାଏ। ନିଃସୃତି ବେଳରେ ସରଦେଇ ଏକା ଏକା ବସି ଅତୀତକୁ ଭାବେ। ମନେ ପଡ଼େ ତା ଶାଶୁଘର ମାଲକୁଦା ଗାଁର ସେଇ ଉଦୁଉଦିଆ ଖରାବେଳର ଘଟଣା। ଜାତିଚ୍ୟୁତ ମହାରାଜା ରାମଚନ୍ଦ୍ର ଦେବ ଛଦ୍ମବେଶରେ ମୋଗଲ ଲସ୍କରମାନଙ୍କ ଗତିବିଧି ଆଉ ବିଭିନ୍ନ ଘାଟି ସ୍ଥାନ ବୁଲି ଦେଖିବା ଲକ୍ଷ୍ୟରେ ବାହାରିଥାନ୍ତି। ଶତ୍ରୁ ଆକ୍ରମଣରେ ଗାଁଟି ଜନଶୂନ୍ୟ। ମନ୍ଦିରକୁ ଲାଗି ଅଳ୍ପ କେତୋଟି ଘର। ଛଦ୍ମବେଶୀ ରାଜା ରାମଚନ୍ଦ୍ର ତୃଷାତୁର ହୋଇ ପାଣି ପାଣି ବୋଲି ଚିତ୍କାର କଲାବେଳେ ଘର ଭିତରେ ବୁଢ଼ୀ ଶାଶୁର ଅଭିସମ୍ପାତ ବର୍ଷା ହେଉଛି ସର ଉପରେ। ନିରାଶ ହେଇ ବୁଲିପଡ଼ି ଦେଖିଲେ ପିଣ୍ଡା ତଳେ ସଙ୍କୋଚରେ ପାଣି ମାଠିଆଟିଏ କାଖରେ ଧରି ଠିଆ ହେଇଛି ଅବଗୁଣ୍ଠନବତୀ ତରୁଣୀଟିଏ। ରାମଚନ୍ଦ୍ର ଦେବ ତଳେ ଆଣ୍ଠେଇ ପଡ଼ି ଆଞ୍ଜୁଳା ପାତି ପାଣି ମାଗିଲେ। ତରୁଣୀଟି ମାଠିଆରୁ ପାଣି ଢାଳିଲା। ଝାଞ୍ଜି ପବନରେ ସ୍ତ୍ରୀ ଲୋକଟିର କପାଳରୁ ଓଢ଼ଣାଟି ଖସିଗଲା। ଦେଖିଲେ ମଳିନ ବିଷର୍ଣ୍ଣ କପାଳ ତଳେ ଝାଉଁଳା କଇଁ ପାଖୁଡ଼ାର ଆଖି ଦୁଇଟିରେ ଅନେକ ସହାନୁଭୂତି ଆଉ ସମବେଦନା। ଧୀର ପଦରେ ଯୁବତୀଟି ଘର ଭିତରେ ପ୍ରବେଶ କଲା। କବାଟ ଉହାଡ଼ୁ ପରିଚୟ ମାଗିଲା। ଉତ୍ତର ମିଳିଲା ସେ ଖୋର୍ଦ୍ଧା ରାଜାଙ୍କ ପାଇକ। ସ୍ତ୍ରୀ ଲୋକଟି କହିଲା, ରାଜା ପରା ଦକ୍ଷିଣରେ କୋଉ ଟିକାଲିକୁ ଲଢ଼େଇରେ ବିଜେ କରିଛନ୍ତି। ତମେ ତାଙ୍କୁ ଛାଡ଼ି ଏମିତି ବୁଲୁଛ କାହିଁକି? ସେ କ'ଣ ହାରିଗଲେ? ନା, ରାଜା ହାରି ନାହାନ୍ତି। ରାଜା ଡେରା ପକାଇଛନ୍ତି ବାଣପୁରରେ। ସର ପାଇକ ଘର ଝିଅ ବୋଲି ପରିଚୟ ଦେଇ କିଛି ଖାଇବା ପାଇଁ ଆମନ୍ତ୍ରଣ କଲା। ଏହି ସମୟରେ ଶୁଭିଲା ଘୋଡ଼ା ଟାପୁର ଶବ୍ଦ। ରାଜାଙ୍କର ସନ୍ଦେହ ବଢ଼ିଲା। ସେମାନେ ମାଲୁଦ ଫୌଜଦାରର ଲସ୍କର ହେଇଥିବେ। ସେ ଘର ଭିତରେ ଲୁଚିଗଲେ। ସେମାନେ ପହଞ୍ଚି ଘୋଡ଼ାଟିକୁ ଚିହ୍ନିପାରି ସରକୁ ବାରମ୍ବାର ପ୍ରଶ୍ନ କଲେ ରାମଚନ୍ଦ୍ର ଦେବଙ୍କ ବିଷୟରେ। ସଠିକ୍ ଉତ୍ତର ନ ପାଇ ସେମାନେ ସର ପ୍ରତି ଅଶ୍ଳୀଳ ଇଙ୍ଗିତ କଲେ। ସହିପାରିଲେନି ରାଜା। ଲମ୍ଫ ଦେଲେ ସେମାନଙ୍କ ଉପରକୁ। ଖବରଦାର, ଖଣ୍ଡାୟତ ପାଇକ ଘରର ବିଧବା କୁଳବଧୂ ସେ। ହୋମ ଶିଖା ପରି ମ୍ଲେଚ୍ଛ ତାକୁ ସ୍ପର୍ଶ କରିପାରିବେ ନାହିଁ। ଜଣେ ଅଶ୍ୱାରୋହୀ ତାଙ୍କୁ ଲକ୍ଷ୍ୟ କରି ବର୍ଚ୍ଛା ଫିଙ୍ଗିଲା। ନିମିଷକ ମଧ୍ୟରେ ସର ଚାଲିଗଲା ରାଜାଙ୍କ ଆଗକୁ। ବର୍ଚ୍ଛାର ଆଘାତରେ ସରର ଗୋଟିଏ ବାହୁ କ୍ଷତାକ୍ତ ହୋଇ ରକ୍ତ ଜୁଡ଼ୁବୁଡ଼ୁ ହୋଇଗଲା। ବଞ୍ଚିଗଲେ ରାଜା। ଲସ୍କରମାନେ ତାଙ୍କୁ ବନ୍ଦୀ କଲେ। ସେ କ୍ଷତ ଏବେ ବି ସରଦେଇ ବାହୁରେ
ଅତୀତର ସ୍ମୃତି ହେଇ ରହିଛି। ଆଗନ୍ତୁକ ଜଣକ ସର ପାଇଁ ଅପରିଚିତ ଏବଂ ସମ୍ପର୍କହୀନ ହେଲେ ମଧ୍ୟ ଜଣେ ବୀର ପାଇକ ରମଣୀ ଭାବରେ ନିଜ ଜୀବନକୁ ଅନ୍ୟ ପାଇଁ ଉତ୍ସର୍ଗ କରିବା ତାର ଥିଲା ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ। ଦିନ ପରେ ଦିନ ଗଡ଼ି ଚାଲିଛି। ମୋଗଲ ଗୋଳ ଥମିନି। ଅଦିନିଆ ଝଡ଼ ରାତିରେ ଦୁଇଜଣ ପାଇକ ସରଦେଇ ଚଟିଘରେ ଆଶ୍ରୟ ନେଇଛନ୍ତି। ଉଭୟଙ୍କ କଥାବାର୍ତ୍ତାରେ ରହିଛି ଖୋର୍ଦ୍ଧା ରାଜାଙ୍କୁ ବଦନାମ କରିବାର ଗୁମର କଥା। ବିଶ୍ୱାସଘାତକ ବକ୍ସି ପଠାଇଛନ୍ତି ଲଳିତା ପାଟ ମହାଦେଈଙ୍କ ପାଖକୁ ଚିଟାଉ। ସରଦେଇ ଆଖିରେ ନିଦ ନାହିଁ। ସେ କାନ ପାରି ସବୁ କଥା ଶୁଣିଲା ପରେ ଚିନ୍ତା କଲା, ଏ ଘଡ଼ି ସନ୍ଧି ମୁହୂର୍ତ୍ତରେ ତାର କର୍ତ୍ତବ୍ୟ କ'ଣ? ବହୁ ଠେଲା ପେଲା କରି ଜଗୁନିକୁ ଉଠେଇଲା। ଯୋଜନା କଲା ଘୋଡ଼ା ଜିନ୍ର ଥଳି ଭିତରୁ ଚିଠିଟା ଆଣି ରାଜାଙ୍କ ପାଖକୁ ପଠାଇଦେଲେ ରାଜାଙ୍କର ଗୋଟାଏ ବଡ଼ ବିପଦ କଟିଯିବ। ସରଦେଇ ଜଗିଲା। ଜଗୁନି ସନ୍ତର୍ପଣରେ ଯାଇ ଘୋଡ଼ା ପେଟ ତଳୁ ଚିଠିଟା ନେଇ ଆସିଲା। ଜଗୁନିକୁ ତାକିଦ କରି ସରଦେଇ କହିଲା, ରାତି ଥିବ ତୁ ବାହାରି ପଡ଼ିବୁ ଖୋର୍ଦ୍ଧା ଏଇ ଚିଟାଉ ନେଇ। କିନ୍ତୁ ମନେ ରଖ, ରାଜାଙ୍କ ଛଡ଼ା ଆଉ କାହାକୁ ଏ ଚିଟାଉ ଦବୁନି। ପାଇକ ଦିଜଣ ଉଠିବା ପୂର୍ବରୁ ଜଗୁନି ଚାଲିଲା ଖୋର୍ଦ୍ଧା। ଜଗନ୍ନାଥ ଜଗଦେବ ଆଉ ରାମଚନ୍ଦ୍ର ଦେବଙ୍କ ଭିତରେ ଚାଲିଛି ଆଲୋଚନା। ଏତିକିବେଳେ ଜଣେ ପ୍ରତିହାରୀ ଛାଟିଆ ଆସି କହିଲା, ବାଲୁଗାଁ ପେଣ୍ଠରୁ କିଏ ଜଣେ ଆସିଛି ଛାମୁରେ ଭେଟ ହେବା ପାଇଁ। କହୁଛି ସରଦେଇ ପାଖରୁ ଛାମୁଙ୍କ ପାଖକୁ କି ଚିଟାଉ ଆଣିଛି। ହଠାତ୍ ରାଜା କିଛି ବୁଝିପାରିଲେନି। କିଛି ସମୟ ପରେ ମନେ ପଡ଼ିଲା ଚିଲିକା କୂଳର ସେଇ ଆଶ୍ରୟଦାତ୍ରୀ କଥା। ଜଗୁନିକୁ ଭିତରକୁ ଡାକିଲେ। ସବୁ କଥା ପଚାରି ବୁଝିଲେ। ଜଗୁନି ଚିଟାଉଟି ରାଜାଙ୍କ ହାତକୁ ବଢ଼େଇ ଦେଇ ଫେରି ଆସିଲା। ଚିଠିଟି ପଢ଼ି ତାଙ୍କ ବିରୋଧରେ ହେଉଥିବା ଷଡ଼ଯନ୍ତ୍ର ସମ୍ପର୍କରେ ଜାଣିପାରିଲେ ରାଜା। ତାଙ୍କ ବିଶ୍ୱାସଘାତକ ସହଯୋଗୀମାନଙ୍କୁ ସରଦେଇ ପ୍ରତି କୃତଜ୍ଞତାରେ ତାଙ୍କ ମୁଣ୍ଡ ନଇଁଗଲା। ପ୍ରକୃତରେ ଅସହାୟା ସର୍ବହରା ସରଦେଇର ଦେଶପ୍ରୀତି ଆଉ ରାଜଭକ୍ତି ତା ଜୀବନର ଶ୍ରେଷ୍ଠ କାର୍ଯ୍ୟ ଥିଲା। ଶୁଣିବା ତାର ପରବର୍ତ୍ତୀ ଜୀବନର କରୁଣ କାହାଣୀ ବିଷୟରେ। ସମୟର ଗତି ବଡ଼ ବିଚିତ୍ର। ଗୋଟିଏ ଦିନର ନିର୍ଜନ ଖରାବେଳ। ଜଗୁନି ସକାଳୁ କୁଆଡ଼େ ଯାଇଛି, ଫେରିନି। ଜଣେ ଯବନ ଲସ୍କର ଆସି ତାର ଅସହାୟତାର ସୁଯୋଗ ନେଇ ସୁନ୍ଦର ସୁଗଠିତ ମାଂସଳ ଶରୀରଟାକୁ ଉପଭୋଗ କରି ଖିନଭିନ୍ କରିଦେଲା। ଏତେ ଦିନର ସାଇତା ସମ୍ପଦ କ୍ଷଣକ ଭିତରେ ଲୁଟିନେଲା ଜଣେ ନାରୀ ମାଂସଲୋଭୀ ରାକ୍ଷସ। ଯବନ ଉପଭୋଗ୍ୟା ସର ଅସ୍ପୃଶ୍ୟା ହେଇଗଲା। ଭାଙ୍ଗିଗଲା ତା ମନର ସବୁ ଦମ୍ଭ ଆଉ ଅଭିମାନ। ଜଗୁନି ବି କରଛଡ଼ା ହେବାକୁ ଆରମ୍ଭ କରିଦେଲାଣି। ନିରିମାଖି ସରର ଜୀବନ ଧୀରେ ଧୀରେ ଅନ୍ଧାରିତ ହେବାକୁ ବସିଛି। ଜଗନ୍ନାଥଙ୍କୁ ଦର୍ଶନ କରିବାର ଇଚ୍ଛା ଟିକକ ଶେଷରେ ଉଭେଇଗଲା ତାର। ସରଦେଇ ଦେହରେ ପ୍ରବଳ ଜ୍ୱର, ଉଠିବାର ଶକ୍ତି ନାହିଁ। ମୁଣ୍ଡ ବୁଲେଇ ଦେଉଛି। ସାଇତି ରଖିଥିବା ସେଦିନର ଶାଢ଼ୀ ଖଣ୍ଡ ପିନ୍ଧି ମୁଣ୍ଡ କୁଣ୍ଡେଇ ନିଜ ରୂପକୁ ଗୋटे ଫଟା ଦର୍ପଣ ପାଖରେ ଠିଆ ହେଇ ଘଡ଼ିଏ ଚାହିଁଲା। ସେ ବହୁ କଷ୍ଟରେ ଆସିଲା ଦାଣ୍ଡ ପିଣ୍ଡାକୁ। ଭିଜା ବାଲି ଉପରେ ଦେଖିଲା ଅସଂଖ୍ୟ ଲୋକଙ୍କ ପାଦଚିହ୍ନ। ଦେଖିଲା ଜାତି ଫୁଲ, ସେବତୀ, ଦୟଣା ନାଗେଶ୍ୱର ଫୁଲର ଛିଣ୍ଡା ମାଳ ଆଉ କେତକୀ ଟାହିଆର ପାଖୁଡ଼ା। ଜଗନ୍ନାଥଙ୍କ ପ୍ରିୟତମ ଦୟଣାର ସୁରଭି ମହକି ଉଠୁଥିଲା। ସେଇ ଭିଜା ବାଲି ଉପରେ ବସିପଡ଼ି ଦୁର୍ଲଭ ମଣିମୁକ୍ତା ପରି ସେ ସବୁ ସାଉଁଟିଲା। ସେ ବାଲିରୁ ମେଞ୍ଚାଏ କପାଳରେ ବୋଳି ହେଲା। ଗୋଡ଼ ହାତ ଝିମ୍ ଝିମ୍ ଲାଗୁଥିଲା।
ମୁଣ୍ଡ ଉପରେ ଶାଢ଼ୀର ଓଢ଼ଣି ଦେବାକୁ ତାର ଶକ୍ତି ନଥିଲା। ମୃତ୍ୟୁ ତାକୁ କବଳିତ କରିବା ପାଇଁ ଯେମିତି ଆଗେଇ ଆସୁଥିଲା। ଧୀରେ ଧୀରେ ନଇଁ ଆସୁଥିଲା ଶିଥିଳ ଆଖିପତା ଦୁଇଟି। ସେଇଠି ସେ ଟଳି ପଡ଼ିଲା, ଶୋଇଗଲା ଚିର ନିଦ୍ରାରେ। ଜଣେ ବୀର ରମଣୀ ଅସହାୟା ହେଇ ମଧ୍ୟ ଯଥାସମ୍ଭବ ଦେଶ ଜାତି ପାଇଁ ତାର କର୍ତ୍ତବ୍ୟ ନିଭେଇ ପାରିଲା। ଏହା ହିଁ ତା ଜନ୍ମର ସାର୍ଥକତା।